ଶଳା ତେନ୍ତୁଳି ତ ଗଲା। ସେ ପୁଲିସ ମ୍ୟାଡାମ ପଛରେ ଏତେ ଗୋଡ଼େଇଲି ଯେ କିଛି ଲାଭ ହେଲାନି। ସେ ପୁଲିସିଆ ଲୋକ କଣ ଆମ କଥାରେ ରାଜି ହେବେ? ଶଳା ସବୁ ସାରିଦେଲା ରେ, ସାରିଦେଲା। ଝୋଟ ଏମିତି କାହିଁ ହଉଛୁ ରେ? ତେନ୍ତୁଳି ପାଇଁ ତୋ ହୃଦୟରେ ଯେଉଁ ଭଲ ପାଇବା ଥିଲା କାନ୍ଦିକି ସେ ସବୁ ଧୋଇ ଦେଇନା ରେ। ଖାଇତିକି ରଖରେ, ଭବିଷ୍ୟତରେ ଯିଏ ତୋ ଜୀବନରେ ଆସିବ ତୁ ତାକୁ କିଛି ଦବୁ ନା ନାଇଁ? ନାଇଁ ରେ ଭାଇ, ମୋ ଭବିଷ୍ୟତ ଅନ୍ଧାର, ଖାଲି ଅନ୍ଧାର। ଆଉ କିଏ ଆସିବ ଯେ ମୁଁ ତାକୁ ଦେବି? ମଙ୍ଗୁ ଆଉ ମୁଁ ତତେ କଥା ଦଉଛୁ ରେ, ତୋ ଭବିଷ୍ୟତକୁ ଆଲୋକିତ କରିବା ପାଇଁ ଆମେ ନିଶ୍ଚୟ ଚେଷ୍ଟା କରିବୁ। ହଁ କିରେ ଭାଇ? ହେ ପିଲାଙ୍କ ପରି ହନା ରେ, ଆମ ଉପରେ ଭରସା ରଖେ। ହଉ, କଥା ଦଉଛ ଯଦି ମୋ ସାଙ୍ଗରେ ୟାଙ୍କର ବିବାହ କରିପାରିବ? ହେ ଇଏ ପୋଲିସ ମ୍ୟାଡାମ ଟାରେ। ବାଇ କଙ୍ଗାନା। ଝୋଟ ପାଗଳ ହେଇଗଲାଣି ନା କଣ? ଜାନୁ, କଣ ନିଘୋଡ଼ ନିଦରେ ଶୋଇପଡ଼ିଛ କି? ଉଠୁନ। ଜାନୁ, କେଡ଼େ ସୁନ୍ଦର ପଇଡ଼ ହେଇଛି ମ। ମ୍ୟାଡାମ ପଇଡ଼ ପିଉନାହାନ୍ତି? ହଉ ତାହେଲେ କହୁଛ ଯଦି ପିଇବା। ଆରେ ତମେ ଗୋଟେ ପିଉନ। ନାଇଁ ନାଇଁ ମ୍ୟାଡାମ, ଆପଣ ପିଅନ୍ତୁ। ଆମ ଘରେ ଗଦା ଗଦା ପଇଡ଼। ମୁଁ ଦିନକୁ 10ଟା ପଇଡ଼ ପିଏ। ସେଇଥିପାଇଁ ପଇଡ଼ ପିଇବାକୁ ମୋର ଇଚ୍ଛା ନାହିଁ। ସାଙ୍ଗ ହେବା ପରେ ତମେ ଆଉ ମତେ ମ୍ୟାଡାମ ମ୍ୟାଡାମ ଡାକନି, ଭଲ ଲାଗୁନି ମ। ଆଉ ତାହେଲେ କଣ ଡାକିବି କହୁନାହାନ୍ତି? ନାଁ ଧରିକି ଚୁଲବୁଲି ବୋଲି ଡାକିଲେ ଚଳିବ। ଓହ, କି ସୁନ୍ଦର ନାଁ, ଚୁଲବୁଲି। ନାଁଟା ଯେମିତି ସୁନ୍ଦର, ତମେ ବି ଅବିକଳ ସେମିତି ସୁନ୍ଦରୀ। ହେଲେ ତମେ ଏତେ ସୁନ୍ଦରୀ କେମିତି ହେଲ? ମୋ ସୁନ୍ଦରତାର ରାଜ ତ ମୁଁ ପଛେ କହିବି। ହେଲେ ଲୋକେ କହନ୍ତି ପଇଡ଼ ପିଇଲେ ଗୋରା ହୁଅନ୍ତି। ତମେ ଦିନକୁ 10ଟା ପଇଡ଼ ପିଉଛ ବୋଲି ଏତେ ଗୋରା ହେଇଛ ନା କଣ? ଆରେ ଆମର ତ ଗୋଟେ ବି ନଡ଼ିଆ ଗଛ ନାହିଁ। କହିଦେଲି ବୋଲି ମ୍ୟାଡାମ ମୋ କଥାକୁ ବିଶ୍ୱାସ କରିଦେଲେ ବୋଧେ। ହଉ କରନ୍ତୁ। ଟୋକି ପଟେଇବା ପାଇଁ ହେଲେ ଲୋକେ କେତେ କଣ ମିଛ କହୁଛନ୍ତି। ଆଉ ମୁଁ କି ମିଛ କହିଦେଲି କି? ଏଇଟା ତ ପାପ ନୁହେଁ? ଜାନୁ, କଣ ଅନ୍ୟମନସ୍କ ହେଇଗଲ ବା? ନାଇଁ ନାଇଁ, ତମେ ଆଜି 10ଟା ପଇଡ଼ ପିଅ, ଦେଖିବ ମୋ ଭଳି ଗୋରା ହେଇଯିବ। କଣ ଦିନେ ପିଇଲେ ତମ ଭଳି ଗୋରା ହେଇଯିବି? ନାଇଁ ନାଇଁ ଡାର୍ଲିଂ, ତମେ ଚାହିଁଲେ ମୁଁ ତମକୁ ସବୁଦିନ ପଇଡ଼ ପିଆଇବି। ଏ କଙ୍ଗାରୁନା, ପଇଡ଼ ଦେରେ। ହଁ ହଁ ଦଉଛି। 10ଟା କଣ, ଆମ ପଇଡ଼ ଏତେ ମିଠା, ପିଉଥିଲେ ଖାଲି ପିଉଥିବ। 100ଟା ପିଇଲେ ବି ଜଣା ପଡ଼ିବନି। ହଉ, ପିଇକି ପରୀକ୍ଷା କରିବା। ଡାର୍ଲିଂ, ଆଉ ଗୋଟେ ପିଉନ। କଣ ଖାଲି ପଇଡ଼ ପିଆଇବ ନା ଆଉ କିଛି ଦବ? ଆରେ ନାଇଁ ନାଇଁ, ତମେ ଯାହା ଚାହିଁବ ତାହା ଦବା। ଭାଇ, ମୋ ନାଁରେ ଗାରେଇ ଦବୁ, ମୁଁ କାଲିକି ଦେଇଦେବି। ପଇସା ଦବନି କି? ଆରେ ସିଏ ପରା ଆମ ଗଛରୁ ପଇଡ଼ ଆଣେ। ଆଉ ମୋଠୁ ପଇସା ନେବ କଣ? ଗଛ ମୂଳେ ମୁଁ ଆ ସାଙ୍ଗରେ ହିସାବ କରିବି। ତମେ ଯେତେବେଳେ ଇଚ୍ଛା କରିବ ଏଇଠୁ ପଇଡ଼ ପିଇ ପାରିବ। ଚାଲ, ଏବେ ଆଗକୁ ଯିବା, ଚାଲ। ମାରିଦେଲା ରେ, ଇଏ ତ ବୁଡ଼େଇ ଦବ ଜଣା ପଡୁଛି। ଆଉ ଶଳା ମିଛୁଆ ଦେଖିଥିଲି, ହେଲେ ଆ ଭଳିଆ ଡାହାମ ଛୁଆ ଦେଖିନି। ଜାନୁ ଦେଖୁନ, ବଢିଆ ପାଣିପୁରୀ ବିକ୍ରି ହଉଛି। ଡାର୍ଲିଂ, ଘନ ଭାଇନା ପାଣିପୁରୀ ଖାଉନ? ଖାଇବା? ହଉ ତାହେଲେ ଖାଇବା ଆଉ। ହଁ ହଁ, ଲାଜ କରନି ବା, ଖାଅ। ନାଇଁ ବା, ତମ ସାଥିରେ ଖାଇଲେ ଲାଜ କଣ? ତାପରେ ଗୁପଚୁପ ମୋର ଭାରି ୱିକନେସ୍। ହଁ ହଁ, ହେଇଥିବ। ମାଗଣା ମିଳିଲେ ଝିଅ ପିଲାଙ୍କର ୱିକନେସ୍ ବାହାରେ ଆଉ। କିରେ ମଙ୍ଗୁନା, କଣ କରୁଛୁ କିରେ? ଗୁପଚୁପ ପାଇଁ ଆଳୁ ଚକୁଟୁଛି। କଣ ଏଠି ଘନ ପାଣିପୁରୀ ଲେଖା ହେଇଛି? ତମେ ୟାଙ୍କୁ ମଙ୍ଗୁନା କଣ ଡାକିଲ? ଆରେ ନାଇଁ ମୋ ଡାର୍ଲିଂ, ଆଙ୍କ ଷ୍ଟଲ ନା ଘନ ପାଣିପୁରୀ, ହେଲେ ଆଙ୍କ ନା ମଙ୍ଗୁନା। ଓହୋ, ଏମିତି କଥା। ଆରେ ଦେ ଦେ, ୟାଙ୍କୁ ପାଣିପୁରୀ ଦେଲୁ। ହଉ, ଆମ ଗୁପଚୁପ ଭାରି ସୁଆଦିଆ। ଏ ଦଉନୁ ରେ, କେତେ କହୁଛୁ। ଦେଖୁନ ଘନ ଭାଇନା କେମିତି ଆଳୁ ଚକଟୁଛି ଚକଟୁଛି ଚକଟୁଛି। ବସୁନାହାନ୍ତି ମ୍ୟାଡାମ। ଆରେ ନାଇଁ ନାଇଁ, ମୁଁ ଠିକ ଅଛି। ଗୁପଚୁପ ଏତେ ଟେଷ୍ଟ ଯେ ଖାଉଥିଲେ ଖାଉଥିବେ। ଗୁପଚୁପ ପ୍ଲେଟ କେତେ ନଉଛନ୍ତି କି? ପଇସା କଥା ଆପଣ ଚିନ୍ତା କରନ୍ତୁନି, ସେ କଥା ଝୋଟ ବୁଝିବନି। ନିଅନ୍ତୁ ମ୍ୟାଡାମ। ମ୍ୟାଡାମ, ଆପଣ ଆସି ମୋ ଗୁପଚୁପ ଖାଇଲା ପରେ ମୋ ଜୀବନ ଧନ୍ୟ ହେଇଗଲା। ହଁ ରେ ପୁଅ, ମୋର ଇଆଡେ 12 ବାଜି ଯାଉଛି, ତୋର ଜୀବନ ଧନ୍ୟ ହେଇଗଲା। ନାଇଁ ମ, ସେମିତି କିଛି ନାହିଁ।
ଜାନୁ ଡାକିଲେ ମୁଁ ଆଙ୍କ ସାଙ୍ଗରେ ପଳେଇ ଆସିଲି ଗୁପଚୁପ୍ ଖାଇବା ପାଇଁ। ତାପରେ ଆମେ ପୋଲିସିଆ ଲୋକ, ଯୋଉଠିକି ଯିବୁ ସେମାନଙ୍କ ଜୀବନ ଧନ୍ୟ ହେଇଯିବ। ମୋ ଜୀବନ କେବେ ଧନ୍ୟ ହବ କେଜାଣି। ଆରେ ଗୁପଚୁପ୍ ତ ବଢ଼ିଆ ଲାଗୁଛି। ତମେ ତାହେଲେ ସବୁଦିନ ମୋତେ ଏଠିକି ଗୁପଚୁପ୍ ଖାଇବା ପାଇଁ ଆଣିବ ନା? ଏ ମଙ୍ଗୁନା ଗୁପଚୁପ୍ ପରା, ଭଲ ଲାଗିବନି? ହଁ ହଁ ଆଣିବି ଯେ, ହେଲେ ତମକୁ ସବୁଦିନ ଗୁପଚୁପ୍ ଖୁଆଇବାକୁ ଆଣିଲେ ମୋ ମୁଣ୍ଡରେ ତ କାଁ ଭାଁ ବାଳ ସେତକ ମଧ୍ୟ ଉପୁଡ଼ିଯିବ ଆଉ। ଜାନୁ କ'ଣ କହିଲ କି? ନାଇଁ ମ, ଆସ ଏଥର ଯିବା। ଏଇଠି ଟିକେ ବସି ପଡ଼ ଜାନୁ, ଭାରି ଖରା ହଉଛି। ଆଗକୁ କ'ଣ ପ୍ଲାନ୍ ରଖିଛ କି? ଆଗରେ ଗୋଟେ ଫୁଲମାଳ ଦୋକାନ ଅଛି, ସେଇଠୁ 2ଟା ଫୁଲମାଳ କିଣିବା। କ'ଣ ମନ୍ଦିର ଯିବା କି? ହଁ, ମନ୍ଦିର ଗଲେ ଭଲ ହବ, ନହେଲେ ଏଇଠି କାମ ଚଳେଇଦବା ଆଉ। ଆରେ ଆମେ ତ ଗାଡ଼ି ଆଣିନେ, ତାପରେ ମନ୍ଦିର ଏଠାରୁ ବହୁତ ଦୂର, ଚାଲି ଚାଲି ଯାଇ ହେବନି ମ। ଚାଲିକି ଯାଇ ନ ପାରିଲେ ମୁଁ କାନ୍ଧେଇକି ନେଇଯିବି। ତମେ ମତେ ଦିନେ ଲାଉ କରିକି ନେଇଥିଲ ନା? ଆରେ ରହ, ତମେ ସେଦିନ ତମ ଆଖିକି ଦିଶୁନୁ ବୋଲି କହୁଥିଲ ନା? ମୋର ଏବେ ମନେ ପଡ଼ିଲା। ଆଜି ତ ତମେ ଦେଖିପାରୁଛ, ସେଦିନ ତାହେଲେ କ'ଣ ଅଭିନୟ କରୁଥିଲ? ଛି ଛି, ମୁଁ ପୁଣି ଅଭିନୟ? ନାଇଁ ନାଇଁ ଡାର୍ଲିଂ, ଏ ଜୀବନରେ ସେମିତି କେବେ ହେଇନି କି ହବନି। ତମେ ସେଦିନ ଯାହା ଦେଖିଥିଲ ଠିକ୍ ଥିଲା, ଆଉ ଆଜି ବି ଯାହା ଦେଖୁଛ ଏଇଟା ବି ଠିକ୍। ନାଇଁ ନାଇଁ, ଦୁଇଟା ଯାକ କେମିତି ସମ୍ଭବ ହବ? ଏଇଟା ତ ସିମ୍ପଲ କଥା ଚୁଲି। ହେ, ଚୁଲି କ'ଣ ଡାକୁଛ? ଖରାପ ଭାବିଲ କି ଡାର୍ଲିଂ? ଗେଲରେ ଚୁଲୁ ବୁଲିକି ମୁଁ ଚୁଲି ଡାକିଦେଲି ନା। ଚୁଲି ବୋଲି ଡାକିଲେ ତମର କ'ଣ ଅଭିଯୋଗ ଅଛି କି? ଓହୋ, ଏମିତି କଥା। ପ୍ରେମରେ ତମେ ମୋତେ ଚୁଲି, ବୁଲି, ଝିଙ୍କା, ଚୁଲୁ ବୋଲି ଯାହା ଡାକିପାର, ମୋର କୌଣସି ଅବଜେକ୍ସନ୍ ନାହିଁ। ତମେ କେତେ ଭଲ ମୋ ଡାର୍ଲିଂ। ଜାନୁ, ତମେ ବି ଭାରି ଭଲ। ତାହେଲେ ଶୁଣ, ତମେ ଯେଉଁଦିନ ମୋତେ ଲାଉ କରି ନେଇଥିଲ ସେଦିନ ମୋତେ ଦିଶୁନଥିଲା, ହେଲେ ଆଜି ମୁଁ ତମକୁ କାନ୍ଧେଇବାକୁ ଇଚ୍ଛା କଲାବେଳେ ମୋ ଆଖି ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଦେଖୁନ, ଏତେ ଭଲ ଯେ ତମେ ଯୋଉଟା ଗୋଟେ ଦେଖୁଛ ସେଇଟା ମୋତେ ଦିଟା ଦିଶୁଛି। ହେ ରୁହ, ଟିକେ ଅଧିକ କହିଦେଲ କି? ନାଇଁ ନାଇଁ, ସେ ଅଭ୍ୟାସ ମୋର ନାହିଁ। ହଉ ତାହେଲେ ଏବେ ଯିବା। ଚାଲ। ଗୁଲୁଆ, ଆମ ଫୁଲମାଳ ଦୋକାନ ତ ଭଲ ବେପାର ହଉଛି ରେ। ଦାଦା, ତମେ ଇଆଡେ କୁଆଡେ କି? ଆରେ ବଗୁଲା, 2ଟା ଫୁଲମାଳ ଦେଲୁ। ଫୁଲମାଳ କ'ଣ କରିବ କି ଜାନୁ? କ'ଣ ବୁଝିପାରୁନ ବା? ଆରେ ଖୋଲିକି କହୁନ। ଏଠି କିଛି କହିବାର ନାହିଁ, କେବଳ ଆକ୍ସନ। ଧର, ଗୋଟେ ଫୁଲମାଳ ଧର। ଏବେ ତମେ ମୋ ବେକରେ ଗୋଟେ ପକାଅ, ମୁଁ ତମ ବେକରେ ଗୋଟେ ପକେଇକି କାମ ସାରିଦବା। ନନ୍ସେନ୍ସ। ଓହୋ, କି ଦୁଃଖ। ମରିଗଲି। ଏ ପୁଲିସ ମ୍ୟାଡାମର କି ମାଡଲୋ ବୋପା, କାନ ମୁଣ୍ଡା ଭାଇଁ ହେଇଯାଉଛି। ଦିନ ବେଳଟାରେ କ'ଣ ସ୍ୱପ୍ନ ଦେଖୁଛୁ ରେ? ଆରେ ମୁଁ ତାହେଲେ ସ୍ୱପ୍ନ ଦେଖୁଥିଲି?